ଜୟ ଜଗନ୍ନାଥ। ସିଂହ ରାଶି ସିଂହ ରାଶିର ଗୈଚରିକ କୁଣ୍ଡଳୀ ସିଂହ ରାଶିରେ ଯେଉଁ ଅଗଷ୍ଟ ମାସର ସମୟ ଗ୍ରହ କ'ଣ ଦେଉଛି କ'ଣ ନେଉଛି ପ୍ରତ୍ୟେକ ଗ୍ରହଙ୍କର କିଛି ନା କିଛି କାରଣ ଥାଏ ଆପଣଙ୍କ ଜାତକରେ ଅର୍ଥାତ୍ ଆପଣଙ୍କର ଜନ୍ମ ଜାତକରେ କିମ୍ବା ଗୋଚର କୁଣ୍ଡଳୀରେ ଘରେ ବସିବାର ବହୁତ କିଛି କାରଣ ଥାଏ କ'ଣ ପାଇଁ ସେ ସମୟରେ ବସନ୍ତି। ତ ଏବେ ଯେଉଁ ପ୍ରକାର ଗୋଟେ ଅଗଷ୍ଟ ମାସରେ ଆପଣଙ୍କର ସମୟ ଆସିବ ଏପଟେ ଶନିଙ୍କର ବକ୍ରି ଦେଖନ୍ତୁ ସିଂହ ରାଶି ବ୍ୟକ୍ତି ବୃନ୍ଦ ଆପଣମାନେ ଲକ୍ଷ୍ୟ କରିଥିବେ ଦୀର୍ଘ 3 ବର୍ଷ 2.5 ବର୍ଷ ସମଥିଙ୍ଗ ଆପଣଙ୍କ ଜୀବନରେ ବହୁତ ଗୁଡ଼ାକ ପରିବର୍ତ୍ତନ ହେଇଛି। ଆପଣ ବହୁତ କିଛି ହରାଇଛନ୍ତି। ଆପଣ ଯେଉଁ ଜୀବନରେ ଖୁସି କରୁଥିଲେ ବୁଲୁଥିଲେ ମଜାମସ୍ତି କରୁଥିଲେ ସେସବୁର ବିରାମ ନେଇଛନ୍ତି ଏବଂ ନିଜେ କିଛି କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ଏବଂ ହଁ ଏମିତି ଦେଖିବାକୁ ଗଲେ ବହୁତ ସିଂହ ରାଶିର ଲୋକ ମଧ୍ୟ 80% ସିଂହ ରାଶିର ଲୋକ ଏତେ ବଡ଼ କିଛି ସେମାନେ ହାସଲ କରିନାହାନ୍ତି। ବହୁତ କଷ୍ଟ ପାଇଛନ୍ତି। ଆର୍ଥିକ କ୍ଷତି ଏବଂ ଆର୍ଥିକ ଖର୍ଚ୍ଚ ଅର୍ଥଜନିତ ସମସ୍ୟା ତାଙ୍କର ନିଶ୍ଚିତ ଭାବରେ ଲାଗି ରହିଛି। ପ୍ରତ୍ୟେକ ସିଂହ ରାଶି ଲୋକ ଆପଣ ଜାଣିଥିବେ ଆପଣ ବହୁତ ଜୀବନରେ ବହୁତ କିଛି ଭାବିଛନ୍ତି କିନ୍ତୁ ଆପଣ କରିପାରିନାହାନ୍ତି। ଏଇ ଯେଉଁ ଜେନେରେସନ୍ ଅର୍ଥାତ୍ ଏଇ 5-6 ବର୍ଷ ଭିତରେ ଯେଉଁ ପିଲାମାନଙ୍କର ୟୁଥ୍ ଟାଇମ୍ଟା ସେମାନେ ବହୁତ ହଇରାଣ ହେଇଛନ୍ତି। ତା'ର ସମ୍ପୂର୍ଣ୍ଣ କାରଣ ଯଦି ଆମେ କହିବା ଜ୍ୟୋତିଷ ଭିତ୍ତିକ ଶାସ୍ତ୍ର ଅନୁଯାୟୀ ଲମ୍ବା ଲମ୍ବା ଅଧ୍ୟାୟ ହୋଇଯିବ ମୋର। ତ ମୁଁ ଆପଣଙ୍କୁ ଗୋଟେ କଥା ହେବି ଗୋଚରିକ କୁଣ୍ଡଳୀ ଅଗଷ୍ଟ ମାସରେ ଆପଣଙ୍କୁ କ'ଣ ଦେଉଛି ସେଇ କଥା ଆଲୋଚନା କରିବା। ତ ଫାର୍ଷ୍ଟ ତ ଆପଣ ଆପଣଙ୍କର ଗୋଚର କୁଣ୍ଡଳୀ ଦେଖନ୍ତୁ। ଏଇ ଯେଉଁ ଟ୍ରାନଜିଟ୍ କୁଣ୍ଡଳୀ ଆପଣ ଦେଖନ୍ତୁ ଆପଣଙ୍କର ଗୋଚର କୁଣ୍ଡଳୀ ଦେଖନ୍ତୁ କେତୁ ଲଗ୍ନରେ ସୂର୍ଯ୍ୟଙ୍କର ରାଶି ସିଂହ ରାଶି କିନ୍ତୁ ଲଗ୍ନରେ ବର୍ତ୍ତମାନ କେତୁ। ତ ଇଏ ଗୋଟେ କଥା କେତୁ ଯେବେଠୁ ଆପଣଙ୍କ ଲାଇଫରେ ଆସିଛନ୍ତି ଆପଣ ନିଜ ଘର ପାଇଁ ମଧ୍ୟ ବହୁତ କିଛି କରିଛନ୍ତି। ଆପଣ ଅନ୍ୟ ଜଣଙ୍କ ପାଇଁ ବହୁତ କିଛି କରିଛନ୍ତି କିନ୍ତୁ ଆପଣମାନଙ୍କୁ ସେଇଭଳିଆ ମିଳିନାହିଁ ଯେଉଁ ଗୋଟେ ପ୍ରକାର ଆପଣଙ୍କୁ ସେଇଭଳିଆ ରେସପେକ୍ଟ କି ଆପଣଙ୍କୁ କେହି ସେତିକି ତାରିଫ କରିନାହିଁ। ଆପଣ ବହୁତ କିଛି କରିଛନ୍ତି। ଆପଣଙ୍କର ଏବେ ଗୋଟେ ପ୍ରୋବ୍ଲେମ୍ ଦେଖିବେ କିଛି ଦିନ ହେଲା ହେଇଥିବ ଆପଣ ମାନେ ଯାହା ବି କରନ୍ତି ସାଟିସ୍ଫାଏ ଅର୍ଥାତ୍ ନିଜେ ଯଦି ପଇସା ଇନକମ୍ କରୁଛନ୍ତି ସେତିକି ପଇସା ହେଉନାହିଁ ଯେତିକି ଆପଣ ଚାହୁଁଥିବେ। ଏସବୁ ଜିନିଷ ହେଉଛି କାହିଁକିନା ଏଠି ଯେଉଁ ପ୍ରଭାବଟା ଏଇଟା କେବେ ବି ସୂର୍ଯ୍ୟଙ୍କର ରାଶିରେ କେତୁ ଲଗ୍ନରେ ରହିଲେ ଏଇଟା ଗୋଟେ ପ୍ରକାର ଆପଣମାନଙ୍କ ପାଇଁ ଅତ୍ୟଧିକ ନକାରାତ୍ମକ। ଆମେ କମ୍ପ୍ଲିଟଲି ଗୋଚର କୁଣ୍ଡଳୀ କଥା ଯଦି କହିବା ଆପଣଙ୍କର ଅଗଷ୍ଟ ମାସରେ ଯେହେତୁ ମାସିକ ରାଶିଫଳ ସ୍ୱାସ୍ଥ୍ୟ ଘରେ କେତୁ ଏବଂ ସ୍ୱାସ୍ଥ୍ୟ ଘରର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ। ଦେଖନ୍ତୁ ଏଇଠି ଆପଣଙ୍କୁ ମୁଁ ନର୍ମାଲି ବୁଝେଇ ଦେଉଛି। ମୁଁ ଏମିତି ଭାବରେ ବୁଝାଉଛି ଯେ ଆପଣମାନେ ନିଜର ଜାତକ ମଧ୍ୟ ଦେଖିପାରିବେ। ଆପଣଙ୍କ ଦେଖନ୍ତୁ ଏଠି 5 ଲେଖାଯାଉଛି। 5ର ରାଶି ସ୍ୱାମୀ କିଏ ଆପଣ ଜାଣିଛନ୍ତି ସିଂହ ରାଶି। ତ 5 ହେଉଛି ସିଂହ ରାଶି। ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ। ଆପଣଙ୍କର ସୂର୍ଯ୍ୟ ଦେଖନ୍ତୁ ବସିଲେ 12ତମ ଘରେ। 12ତମ ଘର ହେଉଛି କ'ଣ? 12ତମ ଘର ହେଉଛି ଆପଣଙ୍କର ଗୋଟେ ପ୍ରକାର ଖର୍ଚ୍ଚର ଘର, ମେଡ଼ିକାଲ ହସ୍ପିଟାଲିଟି ଏସବୁର ଘର। ଯଦି ଆପଣଙ୍କର ଲଗ୍ନର ସ୍ୱାମୀ 12ତମ ଘରେ ରହିଲେ ନିଶ୍ଚିତ ଭାବରେ ଆପଣଙ୍କ ହସ୍ପିଟାଲିଟି ଖର୍ଚ୍ଚଟା ଆପଣମାନଙ୍କର ହେବ। ଆପଣମାନଙ୍କର ସ୍ୱାସ୍ଥ୍ୟରେ ପ୍ରୋବ୍ଲେମ୍ ହେବ, ଚିନ୍ତା ପ୍ରୋବ୍ଲେମ୍ ହେବ ଏବଂ ଆପଣଙ୍କର ନିଦରେ ପ୍ରୋବ୍ଲେମ୍ ହେବ। ତା ସହିତ ଆପଣମାନଙ୍କର ଗୋଟେ ପ୍ରକାର କିଛି ବ୍ୟୟ ତ କହିଥିଲି ଆପଣଙ୍କୁ ଗୋଟେ ଜିନିଷ ଆପଣ ଦେଖିବେ ଖରାପ ଜିନିଷରେ ବ୍ୟୟ ହେଇଯିବ। ଯେଉଁ ଜିନିଷଟା ଆପଣ ଗୋଟେ ଏମିତି ଗୋଟେ ଜିନିଷ ଆଣିବେ ଯେଉଁ ଜିନିଷଟା ଆପଣଙ୍କର ଖରାପ ପଡ଼ିଯିବ ଅର୍ଥାତ୍ ପଇସାର ଠିକ୍ ମୂଲ୍ୟ ଆପଣମାନଙ୍କର ରହିବନି। ଏଇଟା ହେଉଛି ଆପଣଙ୍କର ମୋଟାମୋଟି ଭାବରେ ସ୍ୱାସ୍ଥ୍ୟ କଥା ଆମେ କହିବା। ସ୍ୱାସ୍ଥ୍ୟରେ ନିଶ୍ଚିତ ଭାବରେ ପ୍ରୋବ୍ଲେମ୍ ଅଛି। ଏପଟେ ବି ଷଷ୍ଠ ଘରେ ମଧ୍ୟ ଶନିଦେବ ଏବଂ ଶନି ଆପଣଙ୍କର ଅଷ୍ଟମ ଘରେ ପିଡ଼ାର ହାଉସ୍। ତ ଇଏ ବି କନେକ୍ଟ କରୁଛି। ତ ଅଗଷ୍ଟ ମାସରେ ସିଂହ ରାଶି ପାଇଁ କମ୍ପ୍ଲିଟଲି ନେଗେଟିଭ୍ ଅଛି। ତ ପଜିଟିଭ୍ କେଉଁଠି ହେଉଛି? ପଜିଟିଭ୍ ଆପଣଙ୍କର ପଇସା କ୍ଷେତ୍ରରେ ହେଉଛି। ଶୁକ୍ର ସେକେଣ୍ଡ ହାଉସ୍ରେ ବସିଲେ 6 ଲେଖା ହେଇଛି। ବୁଧ ଆପଣ ଦେଖନ୍ତୁ ବୁଧ ଆପଣଙ୍କର ବସିଲେ 11th ଦେଖନ୍ତୁ ବୁଧ ଶୁକ୍ର ମାନେ ଏମାନେ କଣ୍ଟିନ୍ୟୁଅସଲି ଅନ୍ୟ ଏକ ଘରକୁ ଯାଆନ୍ତି। ଏଇ ବୁଧ ଏଇଠି ବସିଛନ୍ତି 12କୁ ପଳେଇବେ। ତ ଏଇଭଳିଆ କିନ୍ତୁ ଶୁକ୍ର ଯେଉଁ ବସିଛନ୍ତି ସେକେଣ୍ଡ ହାଉସ୍ରେ ବୁଧଙ୍କ ରାଶିରେ ଏଇଟା ଗୋଟେ ପ୍ରକାର ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ଼ ହେବାର ସମୟ। ଭୁଲ ନିଷ୍ପତ୍ତି କିଛି ଆପଣ ନେବାକୁ ଯାଉଛନ୍ତି ଏଇଟା ବି ମଧ୍ୟ ମୁଁ କହିଦେଉଛି ଭୁଲ ନିଷ୍ପତ୍ତି। କେତୁ ଲଗ୍ନରେ କେତୁଙ୍କ ଆଗ ଘରେ ଶୁକ୍ର ଏବଂ କେତୁଙ୍କ ପଛ ଘରେ ସୂର୍ଯ୍ୟ
ଇଏ ହେଉଛନ୍ତି କେତୁଙ୍କର ମିତ୍ର ଗ୍ରହ, ଇଏ ହେଉଛନ୍ତି କେତୁଙ୍କର କମ୍ପ୍ଲିଟଲି ଶତ୍ରୁ ଗ୍ରହ। ତ ଏଇଠି କ'ଣ ହୁଏ ନା ଆପଣ କନଫ୍ୟୁଜ୍ ହେଇଯାଆନ୍ତି। ଆପଣଙ୍କର ଆପଣ ନିଜେ ଜାଣିଥିବେ କିଛି ଦିନ ହେଲା ଆପଣଙ୍କର କନଫ୍ୟୁଜନଟା ବଢ଼ିଥିବ ଏବଂ ଆପଣଙ୍କର ଭୁଲ ଡିସିସନ୍ ହେଇପାରନ୍ତି। ଅର୍ଥ କ୍ଷେତ୍ର ବହୁତ ବଢ଼ିଆ। ଆପଣଙ୍କର ସନ୍ତାନ କ୍ଷେତ୍ର ଯଦି କହିବା ସନ୍ତାନଙ୍କ ପାଇଁ ମଧ୍ୟ ଆପଣଙ୍କର ଏଠି ଖର୍ଚ୍ଚ ଆକ୍ଚୁଆଲି ହେବ। ଆପଣଙ୍କ ସନ୍ତାନଙ୍କ ପାଇଁ କିମ୍ବା ଆପଣ କିଛି ଟେକ୍ନୋଲୋଜି ଜିନିଷ କମ୍ପ୍ୟୁଟର ହେଉ, କମ୍ପ୍ୟୁଟର ମରାମତି ହେଉ, ଘରେ ଲାଇନ୍ କାମ ମରାମତି ହେଉ, ଏଇସବୁ ଜିନିଷରେ ମଧ୍ୟ ଆପଣଙ୍କର ପଇସା ଖର୍ଚ୍ଚ ହେବ। ଏବଂ ଯେଉଁମାନେ ପତି ପତ୍ନୀ ସ୍ୱାମୀ ସ୍ତ୍ରୀ ତାଙ୍କ ପାଇଁ ଏଇ ଯେଉଁ ସମୟଟା ଅତ୍ୟନ୍ତ ଖରାପ। ସପ୍ତମ ଘର ହେଉଛି ସ୍ୱାମୀ ଏବଂ ସ୍ତ୍ରୀଙ୍କର। ଆପଣ ଯଦି ଦେଖନ୍ତୁ ପାର୍ଟନରସିପ୍ କାହା ସହିତ ମିଶିକି ଯଦି ଆପଣ ଏବେ ବିଜନେସ୍ କରୁଛନ୍ତି ଆପଣଙ୍କୁ ବହୁତ କ୍ଷତି ହେବ, ସେଇଟା ଟିକେ ଜଗିଥିବେ। ରାହୁ ଚନ୍ଦ୍ର ବସିଲେ କ'ଣ ଆପଣ ଜାଣିଛନ୍ତି? ଚନ୍ଦ୍ର ହେଉଛନ୍ତି କ'ଣ କ୍ଷୀର। ରାହୁ ଯେଉଁ ଭାବନ୍ତୁ ରାହୁ ଏମିତି ଗ୍ରହ ଆଉ ସେ ଏମିତି ଦୈତ୍ୟ ଥିଲେ। ଭାବନ୍ତୁ କେବଳ ରାହୁ ଜାଣିପାରିଲେ, ରାହୁ କେତୁ ଜଣେ ଆପଣ ଜାଣିଛନ୍ତି ରାହୁ କେତୁ ହିଁ ଜାଣିପାରିଲେ ଅମୃତ କେଉଁଠି ଅଛି। ତ ତାଙ୍କୁ କାଟିଦେଲେ ଯେତେବେଳେ ଭଗବାନ ବିଷ୍ଣୁ ବି ଭାବନ୍ତୁ ଭଗବାନ ବିଷ୍ଣୁ ବି ଜାଣିପାରିଲେ ନାହିଁ। ସିଏ ତ ଆଦିମାନବ ଭଗବାନ ବିଷ୍ଣୁ ସବୁ ଜାଣିଥିବେ, ଏଇଟା ତାଙ୍କର ଲୀଳା। କିନ୍ତୁ ଭଗବାନ ବିଷ୍ଣୁ ଯେହେତୁ ଦେଖେଇଛନ୍ତି ଯେଉଁଟା, ରାହୁ ବହୁତ ଶକ୍ତିଶାଳୀ। ଚନ୍ଦ୍ର ହେଉଛି ଏକ ସ୍ମୁଥ୍ ଗ୍ରହ। ରାହୁ ଏବଂ ଚନ୍ଦ୍ର ଗୋଟେ ଜାଗାରେ ବସିଲେ ସେଭେନ୍ଥ ହାଉସ୍ରେ ଆପଣମାନଙ୍କର ସ୍ୱାମୀ ସ୍ତ୍ରୀଙ୍କର ବର୍ତ୍ତମାନ ବହୁତ ପ୍ରୋବ୍ଲେମ୍ ହେବ। ବହୁତ ପ୍ରୋବ୍ଲେମ୍ ହେବ ନିଶ୍ଚିତ ଭାବରେ। ମୁଁ ନେଗେଟିଭ୍ କରିକି କହୁନାହିଁ, ମୁଁ ଆପଣଙ୍କୁ ଜଗିବା ପାଇଁ ଆକ୍ଚୁଆଲି କହୁଛି। ଦେଖନ୍ତୁ ତାଙ୍କର ତ ବେଶୀ ପ୍ରୋବ୍ଲେମ୍ ହେବ, ଅର୍ଥ କ୍ଷେତ୍ରରେ ମଧ୍ୟ ବି ପ୍ରୋବ୍ଲେମ୍ ହେବ। ଯଦି ଦୃଷ୍ଟିଗୋଚର ଭାବେ ଆପଣ ଦେଖନ୍ତୁ ଅର୍ଥ ସ୍ୱାମୀ ସ୍ତ୍ରୀ କ୍ଷେତ୍ରରେ ପ୍ରୋବ୍ଲେମ୍ ହେବ। ସେମାନଙ୍କର ଯେଉଁମାନଙ୍କର ରାହୁଚନ୍ଦ୍ର ଯେଉଁମାନଙ୍କ ନିଜ ଜାତକରେ ଖରାପ ଅଛି, ଯେଉଁମାନଙ୍କର ନିଜ ଆପଣଙ୍କ ଦେଖନ୍ତୁ ସିଂହ ରାଶିରେ କୋଟି କୋଟି ଜାତକ, ରାହୁଚନ୍ଦ୍ର ଦେଖନ୍ତୁ ସମସ୍ତଙ୍କର ଗୋଚର କୁଣ୍ଡଳୀରେ ସିନା ରହିବ, କିନ୍ତୁ ଆପଣ ଦେଖନ୍ତୁ ଯଦି ଆପଣଙ୍କର ନିଜର ଜନ୍ମଜାତକ ଦେଖନ୍ତୁ ରାହୁଚନ୍ଦ୍ର ଯେମିତି ତାଙ୍କର ଦୃଷ୍ଟି କେଉଁଠି ରାହୁଚନ୍ଦ୍ରଙ୍କର ଦୃଷ୍ଟି ଗୋଚର ନ ହୋଇଥାଉ କିମ୍ବା ରାହୁଚନ୍ଦ୍ର ଗୋଟେ ଜାଗାରେ ବସିନଥାନ୍ତୁ, ଯଦି ଏ ସମୟରେ ରାହୁଚନ୍ଦ୍ର ଆପଣଙ୍କ ଜନ୍ମଜାତକରେ ଥିବା ଆଉ ଏଇ ଯେଉଁ ଗୋଚର କୁଣ୍ଡଳୀର ପରିସ୍ଥିତି ଏବେ, କେହିଙ୍କର ତ ଡିଭୋର୍ସ ବି ହେଇପାରେ ଏଇ ଯୁଗରେ। କେହିଙ୍କର ବହୁତ କିଛି ପ୍ରୋବ୍ଲେମ୍ ହେଇପାରେ। କେହିଙ୍କର ବହୁତ ହି ପ୍ରୋବ୍ଲେମ୍ ହେଇପାରେ ଯଦି ତାଙ୍କର ମଙ୍ଗଳ ଖରାପ ଥିବ। ଏଇ ରାହୁଚନ୍ଦ୍ର ତ ନିଜ ଜାତକ ମଧ୍ୟ ଦେଖନ୍ତୁ। ଆପଣ ନିଜ ଜାତକ ଆମକୁ ମଧ୍ୟ କଲ୍ କରିପାରିବେ, କନସଲଟେସନ୍ କରିପାରିବେ। ଆମେ ଗୋଟେ ପ୍ରକାର ନୁହଁ, ଲାଲ କିତାବ ଅନୁଯାୟୀ ଆପଣମାନଙ୍କର ଷୋଡ଼ଶ ବର୍ଗ ଅନୁଯାୟୀ ସମସ୍ତ ପ୍ରକାର ବର୍ଗୋତ୍ତମ ଗ୍ରହଠୁ ଆରମ୍ଭ କରିକି ଆମେ ସବୁକିଛି ନେଇକି ରଖିକି ଆମେ ଆପଣମାନଙ୍କୁ ପ୍ରେଡ଼ିକ୍ସନ୍ ଦେଉଛୁ। ହଁ ଅଳ୍ପ ଶୁଳ୍କ, ବହୁତ ଅଳ୍ପ ଶୁଳ୍କ ଅଛି, କିନ୍ତୁ ଆଗରୁ କଲ୍ କରିକି କନଫର୍ମେସନ୍ କରାଇବେ, କାହିଁକିନା ବହୁତ ଜଣଙ୍କର ଦେଖା ଚାଲିଛି ଆମର ଅଫଲାଇନ୍ କ୍ଲାଏଣ୍ଟ ଆଉ ଅନଲାଇନ୍ କ୍ଲାଏଣ୍ଟ ସହିତ। ଓକେ ଛାଡ଼ନ୍ତୁ, ଏବେ ଆମେ ଦେଖିବା ପୀଡ଼ାର ହାଉସ୍ ହେଉଛି ଆପଣମାନଙ୍କର ଅଷ୍ଟମ ଘର। ଅଷ୍ଟମ ଘରେ ଶନି ବେଲେ ଇଏ ବି ଗୋଟେ ଖରାପ ଘର ଆପଣଙ୍କ ପାଇଁ ବର୍ତ୍ତମାନ ଶନି କହନ୍ତି ନା ଏଇ ଘରର ଫଳ ଦେବେ। ତ ରାହୁ ଚନ୍ଦ୍ର ଶନି ଗୋଟେ ଜାଗାରେ ମିଶିଗଲେ ନା, ଏଇଠି ଗୋଟେ ବିଷଯୋଗ ଭଳିଆ ଜିନିଷ ସୃଷ୍ଟି ହେଇଗଲା ୱିଥ୍ ରାହୁ। ତ ସ୍ୱାମୀ ସ୍ତ୍ରୀଙ୍କର ବହୁତ ପ୍ରୋବ୍ଲେମ୍ ହେବ। ଆକ୍ଚୁଆଲି ଆପଣ ଦେଖନ୍ତୁ ଟିକେ ସିଂହ ରାଶି ସ୍ୱାମୀ ସ୍ତ୍ରୀଙ୍କର ଏଇଠି ବହୁତ ପ୍ରୋବ୍ଲେମ୍ ହେବ ଦେଖାଯାଉଛି। ଏ ଟାଇମ୍ଟା ଜଗନ୍ତୁ ଟିକେ। ଆଉ ତାପରେ ଆମେ ଏ ଘରର ବି ଫଳ ଦେବେ, ଭାଗ୍ୟ ଘରର ବି ଫଳ ଦେବେ ଶନି। ତ ଶନି ଏଇଠି ଆପଣଙ୍କୁ ଗୋଟେ ପଜିଟିଭ୍ ଫଳ ଦେଉଛନ୍ତି, ଭାଗ୍ୟରେ ଏଠି ଉନ୍ନତି କରୁଛନ୍ତି। ଆପଣଙ୍କର କର୍ମ ଘରଟା ବହୁତ ବଢ଼ିଆ। ଏବେ କ୍ୟାରିୟର ହାଉସ୍ ଯଦି କର୍ମ ଘର କଥା କହିବେ, ଯେଉଁମାନେ ଚାକିରି କରୁଛନ୍ତି ତାଙ୍କ ପାଇଁ ଭାଗ୍ୟ ସାହାଯ୍ୟ କରିବ। ଯେହେତୁ ଏଠି ମଙ୍ଗଳ ବସିଲେ 10th ହାଉସ୍ରେ ମଙ୍ଗଳ ଷ୍ଟ୍ରଙ୍ଗ ଥାନ୍ତି, ଆପଣମାନଙ୍କର ଗୋଟେ ପ୍ରକାର ଭୂମିଜନିତ କାର୍ଯ୍ୟ କିମ୍ବା ଆପଣମାନେ ଦେଖିବେ ଆପଣମାନଙ୍କର କୌଣସି ପ୍ରକାର ପ୍ରପର୍ଟି ଏସବୁ ଜିନିଷ ଯଦି କିଣା ବିକା ହେବାର ଥିବ ଏପଟେ ଫାଇଦା ହେବ। କାହିଁକିନା ଏଠି ମଧ୍ୟ 8 ଲେଖା ହେଇଗଲା। ଏ ଘରର ମାଲିକ ମଧ୍ୟ ମଙ୍ଗଳ ଦେବ। ଏଇଟା ହେଉଛି ଭୂମି ବାହନ ଶୁକ୍ର ଘର ଏବଂ ବୁଧ ଏଇଠି ଏକାଦଶରେ। ତ ବୁଧ ଯେହେତୁ ଆମର ଦେଖିବା ଏଠି ସେକେଣ୍ଡ ହାଉସ୍ରେ ବୁଧ ସ୍ୱାମୀ ଅଛନ୍ତି, ତ ଆପଣମାନଙ୍କ ପାଇଁ ଆର୍ଥିକ ପରିସ୍ଥିତି ଭଲ। କିନ୍ତୁ ଆପଣଙ୍କ ନିଜର ଜାତକ ମଧ୍ୟ ଆପଣ ଦେଖିବା ଦରକାର। ଆପଣଙ୍କ ନିଜର ଜାତକରେ ଏଇଠି ଶୁକ୍ର ବସିନଥିବେ, ଏଠି ବସିଥିବେ ଆପଣଙ୍କର କେତୁ, ତ ଆପଣଙ୍କର ପଇସା ହେବ ନା କଦଳୀ ହେବ। ତ ଗୋଟେ ଜିନିଷଟା ଆପଣ ଜାଣନ୍ତୁ, ମୁଁ ସବୁବେଳେ ଶାସ୍ତ୍ରଗତ କଥା ହୁଏ। ବହୁତ ଜଣ ବହୁତ କଥା କୁହନ୍ତି ଆପଣ କୋଟିପତି ହେଇଯିବ, ଏଇଟା ଆରେ ଭାଇ କେମିତି ହେବ? ଇଏ ମୁଁ ଗୋଚର କୁଣ୍ଡଳୀରେ ସିନା କହିଦେଲି ଏଠି ଶୁକ୍ର ଅଛନ୍ତି, ଆପଣଙ୍କୁ ଶୁକ୍ର ଏଠି ପଇସା ଦେବେ। ଭାଇ ଆପଣଙ୍କ ଜାତକରେ ଦେଖିବେ କ'ଣ ନା ଆପଣଙ୍କର ଏଠି ଶୁକ୍ର ନଥିବ, ଆପଣଙ୍କର ଏଠି କେତୁ ବସିଥିବ। ଏଠି କ'ଣ ହେବ କହୁନାହାନ୍ତି? ଏଇ ଯେଉଁ ରାହୁ ଗୋଚର କୁଣ୍ଡଳୀଟା କ'ଣ ମୁଁ କହୁଛି ଶୁଣନ୍ତୁ। ଏଠି ଏଇ ଯେଉଁ ଘରେ ଆପଣଙ୍କର ପ୍ରଭାବଟା ପଡ଼ିବ, ଆପଣଙ୍କ ସପ୍ତମ ଘରେ ରାହୁ ଚନ୍ଦ୍ରଙ୍କର ପ୍ରଭାବ ପଡ଼ିବ। ଯଦି ଆପଣଙ୍କ ସପ୍ତମ ଘରେ ବୃହସ୍ପତି ଥିବେ କିଛି ଖରାପ ହେବନି, ଅବଶ୍ୟ ଛୋଟ ମୋଟ ଝଗଡ଼ା ହେଇଯିବ। କିନ୍ତୁ ଏଇ ରାହୁ ଚନ୍ଦ୍ର ଏଠି ବସୁଛନ୍ତି, ଆପଣଙ୍କ ଜାତକରେ କ'ଣ ହେଲା ଏଇଠି ମଙ୍ଗଳ ଥିବେ, ଚନ୍ଦ୍ର ସହିତ ରାହୁ ଥିବେ କିମ୍ବା ଚନ୍ଦ୍ର ରାହୁ ଆପଣଙ୍କର କେଉଁ ଗୋଟେ ଅଲଗା ଘରେ ଥିବେ, ତ ଏଇଠି ବହୁତ ଖରାପ ଇଫେକ୍ଟ ଆସିବ। ତ ସେଥିପାଇଁ ଆପଣ କେବଳ ଗୋଚର କୁଣ୍ଡଳୀକୁ ଦେଖିକି ଡରନ୍ତୁନି। ଏଇ ଯେଉଁ ୟୁଟ୍ୟୁବରେ ଯେଉଁ ଅଯଥା କଥା କହୁଛନ୍ତି ବହୁତ ଜଣ ଶନି ବକ୍ରି ହେଲେ ଏଇଟା ହେଇଯିବ ସେଇଟା ହେଇଯିବ, ଏ କଥା ବିଲକୁଲ ଶୁଣନ୍ତୁନି। ଶୁଣନ୍ତୁ ତାଙ୍କ କଥା, ଯେଉଁମାନେ ଲଜିକାଲି, ଯେଉଁମାନେ ଶାସ୍ତ୍ର କଥା କହୁଛନ୍ତି। ଶାସ୍ତ୍ର ଆମର କ'ଣ କୁହେ?
ଶାସ୍ତ୍ର ଆମର କୁହେ ଗୋଚର ଯାହା ହେଉଛି ପ୍ରଭାବ କେବଳ ପଡ଼େ, ନୁହଁ ଯେ ସେଇଟା ପୁରା କନଫର୍ମ ଆପଣଙ୍କର ଜୀବନଟାକୁ ବଦଳେଇ ଦେବ। ବଦଳେଇବ କିଏ? ଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତର ଦଶା, ଦୋଷ, ରିମେଡ଼ି, ପ୍ରତିକାର, ଏଇସବୁ ଜିନିଷ ବଦଳେଇବ। ଏଇସବୁ ଜିନିଷ ବଦଳେଇବା ପାଇଁ ଆପଣଙ୍କର ନିଜର ଜାତକ ଆପଣ ଦେଖିବା ଆବଶ୍ୟକ। ତ କିନ୍ତୁ ମୁଁ ଗୋଟେ କଥା କହୁଛି, ଆପଣ ହନୁମାନ ଚାଳିଶା ପାଠ ପଢ଼ନ୍ତୁ ଏବେ। ଯେହେତୁ କେତୁ ଲଗ୍ନରେ ଅଛନ୍ତି, ଟିକେ ସ୍ପିରିଚୁଆଲ୍ ଭଗବାନଙ୍କ ଆଡ଼କୁ ଟିକେ ଆପଣ ଗତି କରିବେ, ହନୁମାନ ଚାଳିଶା ପାଠ କରନ୍ତୁ। ତତ୍ ସହିତ ଆପଣ ଯେହେତୁ ସିଂହ ରାଶି, ଓଂ ରାଙ୍ଗ ରିଙ୍ଗ ରୋଂ ସହ ସୂର୍ୟାୟ ନମଃ ଜପ କରନ୍ତୁ। ମା ପାର୍ବତୀ ପିତା ମହାଦେବଙ୍କର ଜପ କରନ୍ତୁ। ଟିକେ ସ୍ପିରିଚୁଆଲିଟି ଆପଣ ଯେତେ ନିଜକୁ ବନେଇବେ ନା, ସମସ୍ତ ଗ୍ରହ ଠିକ୍ ହେଇଯିବ। ଦେର୍ ଇଜ୍ ନୋ ରିମେଡ଼ି କି ଆପଣଙ୍କର କେତୁ ଲଗ୍ନରେ ଥିଲେ ଆପଣଙ୍କୁ ଡିପ୍ରେସନ୍ ହଟେଇ ଦେବ। କିନ୍ତୁ ସେହି କ୍ଷେତ୍ରରେ ଆପଣ ଯଦି ଗଣେଶଙ୍କୁ ଆରାଧନା କରିବେ ନିଶ୍ଚିତ ଭାବରେ ଫାଇଦା ହେବ। ତ କେବଳ ଭଗବାନଙ୍କୁ ହିଁ ଆରାଧନା କରନ୍ତୁ। ଜୟ ଜଗନ୍ନାଥ।